ଯୋଉମାନଙ୍କ ଦ୍ୱାରା ଏ ଭିଟା ମାଟି, ଯୋଉମାନଙ୍କ ଦ୍ୱାରା ଏ ବଣ ଜଙ୍ଗଲ, ଯୋଉମାନଙ୍କ ଦ୍ୱାରା ଏ ପଶୁ ସମ୍ପଦ ସାରା ଯେତେ ପ୍ରକାର ପ୍ରକ୍ରିୟା ସଂରକ୍ଷିତ ହେଉଛି ଏହି ଆଦିବାସୀ ଅଞ୍ଚଳ ଉପରେ ଆଦିବାସୀମାନେ ତାକୁ ରକ୍ଷା କରୁଛନ୍ତି। ବଣ ଜଙ୍ଗଲକୁ ପୂଜା କରୁଛନ୍ତି, ନଦୀକୁ ପୂଜା କରୁଛନ୍ତି, ସମୁଦ୍ରକୁ ପୂଜା କରୁଛନ୍ତି, ପାହାଡ଼କୁ ପୂଜା କରୁଛନ୍ତି। ପ୍ରକୃତି ପ୍ରେମୀ ଆଦିବାସୀକୁ ଆଜି କାହିଁକି ରକ୍ତ ମୁଖା କରୁଛି ଏ ସରକାର? ସେମାନେ ବଣ ଜଙ୍ଗଲରେ ଶାନ୍ତିରେ ରହିବା ଲୋକ, ଫଳ ଖାଇବା ଲୋକ, ଶାଗ ଖାଇ ବଞ୍ଚିବା ଲୋକ, ଭାଇ ଭାଇ ମଧ୍ୟରେ ଆମୋଦ ପ୍ରମୋଦ, ଖେଳ ନାଚ କୁଦ ଗୀତ ଗାଇ ନାଚିବା ଲୋକ ଆମକୁ କାହିଁକି ସହରକୁ ଆହ୍ୱାନ କରୁଛନ୍ତି? ଭବିଷ୍ୟତରେ ମୁଁ କହିବାକୁ ଚାହେଁ ଯେ ଭାରତବର୍ଷରେ ସବୁ ସମ୍ପ୍ରଦାୟର ଲୋକମାନଙ୍କର ଧର୍ମ ସମାନ ନୁହେଁ, ପରମ୍ପରା ସମାନ ନୁହେଁ, ଆଚରଣ ସମାନ ନୁହେଁ, ଜୀବନ ଜୀବିକା ସମାନ ନୁହେଁ। ତେବେ ସେମାନେ ଅନାଦି କାଳରୁ ପୁରୁଷରୁ ନିଜର ପରମ୍ପରା ପ୍ରଥା ଆଉ ସଂସ୍କୃତିକୁ ବଞ୍ଚେଇକି ରଖି ଆସିଛନ୍ତି। ସେଇଥିପାଇଁ ତ ସେମାନେ ଆଦିବାସୀ, ସେମାନେ ଜଙ୍ଗଲ ନଦୀ ତଟରେ ରହି ଦେଶ ଦୁନିଆକୁ ଇଙ୍ଗିତ ଦିଅନ୍ତି ମଣିଷମାନେ ଶାନ୍ତିରେ ବଞ୍ଚ। ତାଙ୍କରି କଥାରେ ଅନ୍ୟ ଜୀବଜନ୍ତୁ ପକ୍ଷୀ ପଶୁ ପକ୍ଷୀ ସମସ୍ତେ ତାଙ୍କ ଇଙ୍ଗିତରେ ତାଙ୍କ ପାଖକୁ ପଳେଇ ଆସନ୍ତି। ଏ ଅଞ୍ଚଳରେ ଆମେ ଦେଖୁଛୁ ଯେ ସରକାର ଚାଷ କରୁଛି କିଏ? ଆଦିବାସୀ। ବଣ ଜଙ୍ଗଲ ସୁରକ୍ଷା କରୁଛି କିଏ? ଏଇ ଆଦିବାସୀ। ଘର ଦୁଆର ରାସ୍ତା ଘାଟ ମରାମତି କରୁଛି କିଏ? ଏଇ ଆଦିବାସୀ। ତାହା ତ ଆମେ ଯଦି ସବୁ ନିର୍ମାଣ କରିବା, ତୁମେ ଆମ ଉପରେ ରାଜ କରିବ, ରାଜ ଚଳିବ ନାହିଁ। ତୁମେ ଆଦିବାସୀ ମାନଙ୍କୁ ଯଦି ବଞ୍ଚେଇବା ପାଇଁ ଚାହୁଁଛ ତୁମେ ବି ବଞ୍ଚିବ, ନହେଲେ ଆଦିବାସୀ ଥରେ ରକ୍ତ ମୁଖା ହେଇଗଲେ ପ୍ରଳୟ ହେଇଯିବ, ଦୁନିଆ ଉଲ୍ଟ ପାଲ୍ଟ ହେଇଯିବ, ପାହାଡ ପଶିଯିବ ଭୂଇଁ ଭିତରେ, ସମୁଦ୍ର ଶୁଖିଯିବ। ତେଣୁ ଏ ଶାନ୍ତି ପ୍ରିୟ ମଣିଷ ମାନଙ୍କୁ ଆପଣମାନେ ଜମାରୁ ଆପଣମାନେ ତାକୁ ବ୍ୟାଘାତ ସୃଷ୍ଟି କରନ୍ତୁ ନାହିଁ, ବେଲକାର କରନ୍ତୁ ନାହିଁ। ଯୁଦ୍ଧ ପାଇଁ ଯେ ଶାନ୍ତି ପ୍ରିୟ ଆଦିବାସୀ ଶାନ୍ତି ଜାଗା ତାଙ୍କୁ ଫେରେଇ ଦିଅନ୍ତୁ। ଆଉ ତାଙ୍କର ଯୋଉ କଷ୍ଟମର ଅଛି, ଯୋଉ ତାଙ୍କର ପରମ୍ପରା ପ୍ରଥା ସଂସ୍କୃତି ଅଛି, ତାକୁ ଆପଣମାନେ ସୁରକ୍ଷା ପାଇଁ ଚେଷ୍ଟା କରନ୍ତୁ, ତାକୁ ଯୁଦ୍ଧ ପାଇଁ ଆହ୍ୱାନ କରନ୍ତୁ ନାହିଁ। ଆଦିବାସୀ ମାନେ ମହାପତି ରହିଥିବେ, ସବୁ ସହି ପାରୁଥିବେ। ଯେତେବେଳେ ଅସହ୍ୟ ହେଇଯାଏ ସେତେବେଳେ ସେମାନେ ବଣ ଜଙ୍ଗଲ ଛାଡି ସହରକୁ ପଳେଇ ଆସନ୍ତି। ଯେତେବେଳେ ସହରକୁ ପଳେଇ ଆସନ୍ତି ତାକୁ ଅକ୍ତିଆର କରିବାଟା କାହାରି ଗୁଣମୁଣ୍ଡି ନଥାଏ। ତେବେ ଆଗାମୀ ଦିନରେ ମୁଁ ସରକାରକୁ କହିବାକୁ ଚାହୁଁଛି, ଆମର ପ୍ରଥା ପରମ୍ପରା ସଂସ୍କୃତି ଭାଷା ଆମ ଜୀବନ ଜୀବିକାକୁ ସୁରକ୍ଷା କରି ଭାରତର ନିୟମ ପ୍ରଣୟନ କରନ୍ତୁ। ଆଉ ଆଦିବାସୀ ମାନଙ୍କର ମାରଣ ନୀତିକୁ ବନ୍ଦ କରି ସେ ତୁରନ୍ତ ତାକୁ ଫେରେଇ ନିଅନ୍ତୁ, ନହେଲେ ଆଗାମୀ ଦିନରେ ପୁଣି ଲଢେଇ ହବ। ଆଦିବାସୀ ସମାଜ ମାନିବେ ନାହିଁ, ଆଦିବାସୀ ସମାଜ ବସିବେ ନାହିଁ, ଉଲଘୁଲାନ କରିବେ, ଦେଶ ଦୁନିଆକୁ ମନ୍ଥନ କରିଦେବେ, ପାହାଡ ଜଙ୍ଗଲ ସବୁ ଏକଦମ ଖରହର ହେଇଯିବ। ତେଣୁ ସରକାରଙ୍କୁ ମୁଁ ଏତିକି ନିବେଦନ କରିବି, ଆଦିବାସୀ ମାନଙ୍କ ସୁରକ୍ଷା ଦିଗରେ ତାଙ୍କର ଜୀବନ ଜୀବିକା ପରମ୍ପରାକୁ ବଞ୍ଚେଇ ରଖିବାର ନିୟମ କରିକି ଆମ ଭାରତ ରକ୍ଷା କରନ୍ତୁ, ଭାରତକୁ ବଞ୍ଚାନ୍ତୁ ଏବଂ ଆଦିବାସୀ ମାନଙ୍କୁ ସୁରକ୍ଷା କରନ୍ତୁ। ଜୟ 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 ଆଦିବାସୀ, ଜୟ ଆଦିବାସୀ।